ମୁଁ ପ୍ରଭାତୀ ନନ୍ଦ ଏ ପୀଠର ଅଧିପତି। ବହୁତ ଦିନ ହେଲାଣି ମୁଁ ଏ ମାଙ୍କୁ ଏଠି ମନ୍ଦିର କରି ପୂଜା କରୁଛି। ଏ ମନ୍ଦିର ବାବଦରେ ଯେଉଁ ଅପପ୍ରଚାର କରାଯାଉଛି, ଇଏ ମୋର ନାତି। ମୁଁ ଟିକେ ତୀର୍ଥ କରିବାକୁ ତାର କାର୍ଯ୍ୟ ଥିଲା, ସେ ଯାଇଥିଲା, ମୁଁ ତା ସାଙ୍ଗରେ ଗଲି। ଯେଉଁମାନେ ସବୁ ଏମିତି ଅପବ୍ୟବହାର କରୁଛନ୍ତି, କୁବାକ୍ୟ କହୁଛନ୍ତି, ସିଏ ତାଙ୍କ ମା ଭଉଣୀ ତାଙ୍କର ଅଛନ୍ତିଟି? ତାଙ୍କର ଗୁରୁଜନ ଅଛନ୍ତି? ମୋତେ 90-91 ବୟସ ହେଲାଣି। ଏଇଭଳିଆ ବ୍ୟବହାର କରିକିରି ଏଇଭଳିଆ ବାକ୍ୟ କହିବାର ତାଙ୍କର ପ୍ରଭୁ ତାଙ୍କୁ ଭଲରେ ରଖନ୍ତୁ, ଏମିତି କହୁଥାନ୍ତୁ। ବାବା, ତୁମେମାନେ ଟିକେ ବିଚାର କର। ଯେଉଁମାନେ ଦେଖିବ ମୋର ବୟସ କେତେ, ମୁଁ ସଂସାରକୁ ଯିବାକୁ ବାଟ କାଢ଼ିଲିଣି, ମୋ ଭଳିଆ ଏଇଭଳିଆ ବାକ୍ୟ କହିବେ। ସିଏ ମୋର ନାତି। ମୋତେ ବହୁତ କଷ୍ଟ ଲାଗୁଛି ଶୁଣିକିରି। ଭଗବାନ ତାଙ୍କୁ ଭଲରେ ରଖନ୍ତୁ, ବହୁତ ଆୟୁଷ୍ୟ ଦିଅନ୍ତୁ। ଏଇଭଳିଆ ତାଙ୍କ ମା ଭଉଣୀମାନଙ୍କୁ ନେଇକିରି ସେ ବ୍ୟବହାର କରନ୍ତୁ। ଆଉ ତାଙ୍କର କ'ଣ କହିବି? ମୁଁ ବହୁତ ଦିନ ହେଲାଣି ମାଙ୍କୁ ଏଠି ପୂଜା କରୁଛି। ବହୁତ ପ୍ରଭୁଙ୍କ ନାମ ଧରି ମୁଁ ଚାଲିଛି, ପ୍ରଭୁଙ୍କ ଆଶ୍ରିତ ହେଇକିରି। ମୋତେ ଏତେ କଷ୍ଟ ଦେଇକିରି କଥା କହିବା, ମୋ ନାତିକି ଏତେ ଅପମାନ କରିବା, ପ୍ରଭୁ ତାଙ୍କୁ ବହୁତ ଭଲରେ ରଖନ୍ତୁ। ତାଙ୍କ ମା ଭଉଣୀକି ସିଏ ସେମିତି ବ୍ୟବହାର କରନ୍ତୁ, ତାଙ୍କ ଗୁରୁଜନକୁ ସେମିତି ବ୍ୟବହାର କରନ୍ତୁ। ଆମ ନାମ ହେଉଛି ସ୍ୱାମୀ ଆଦିତ୍ୟାନନ୍ଦ ଆଚାର୍ଯ୍ୟ ଦାସ। ଆମେ ଶଙ୍ଖତ୍ରାସ ଗ୍ରାମ, କଟକ ଜିଲ୍ଲା, ଖଣ୍ଡାୟତ ଗ୍ରାମ ପଞ୍ଚାୟତ ଏବଂ ଏ ତାନେଶ୍ୱରୀ ବନ ଏବଂ ଏ ଯେଉଁ ବିଭିନ୍ନ ମଠ ମନ୍ଦିର ମାନ ଏଠି ଅଛି, ତାର ପରିଚାଳକ ଏବଂ ପୂଜକ ଏବଂ ଜଣେ ସନ୍ନ୍ୟାସୀ। ଅପପ୍ରଚାର ବାବଦରେ ବାପା, ଆମେ ତ ସାଧୁ ସନ୍ଥ ଲୋକ, ସନ୍ନ୍ୟାସୀ ଲୋକ। ମୁଁ ବିଗତ କିଛି ଦିନ ତଳେ, ଆମର 8 ଦିନ ତଳେ ହରିଦ୍ୱାର ଯାଇଥିଲି। ଯେଉଁ ଜୈନିକ ବ୍ୟକ୍ତି ଜଣକ ଏ ପ୍ରକାର ଅପପ୍ରଚାର କରୁଛନ୍ତି, ଆମର ଏ ଅଞ୍ଚଳରେ ଯେଉଁ ସବୁ ନିଶାଖୋର ବ୍ୟକ୍ତି, ମଦୁଆ ଗଞ୍ଜଡ଼ିଆ ମାନେ ଅଛନ୍ତି, ଦୀର୍ଘ 15 ବର୍ଷ ଧରି ସେ ବ୍ୟକ୍ତି ଜଣକ ସବୁ ଜାଗାରେ ଆସି ବସନ୍ତି, ନିଶା ପାଣି କରନ୍ତି, ଯାହା ଏଠାକାର ଲୋକମାନଙ୍କର ପାଖରେ ଆମେ ତାଙ୍କୁ ଦେଖୁ। ଏବଂ ତେଣୁ କରିକିରି ଏହି ପ୍ରକାର କୌଣସି ପଇସା କୁଚକ୍ରରେ ଏବଂ ଅର୍ଥ ଲାଳସାରେ ଏବଂ ମାନ ସମ୍ମାନ ବ୍ୟୁତ୍ପତ୍ତି ଘଟାଇବା ପାଇଁ ଏହି ପ୍ରକାର ମୋ ପ୍ରତି ଅବିଚାର କରାଯାଇଛି। ଏ ବାବଦରେ ମୁଁ କହିବାକୁ ଗୋଟିଏ କଥା ଚାହେଁ ଯେ ଯେଉଁ ବ୍ୟକ୍ତି ଏ ଜଣକ କହିଛନ୍ତି, ମୁଁ ତାଙ୍କୁ ସ୍ୱାଗତ କରୁଛି। ଯଦି ଆପଣଙ୍କ ପାଖେ କୌଣସି ପ୍ରକାର ସତ୍ୟ ଅଛି ଏବଂ ପ୍ରମାଣ ଅଛି, ଆପଣ ଆଗକୁ ଆସନ୍ତୁ। ମୁଁ ତ ସବୁବେଳେ ମୋ ନାଁରେ ପ୍ରଚାର କରୁଛନ୍ତି, ବାବା ଫେରାର ହେଇଗଲେ। ବିଗତ 8 ଦିନ ହେବ ମୁଁ ନ୍ୟୁଜ୍ ମିଡ଼ିଆରେ ସବୁଥିରେ କହୁଛି ଏବଂ ଆପଣମାନେ ଯେହେତୁ ଆସୁଛନ୍ତି ସାକ୍ଷାତକାର ନେବା ପାଇଁ, ମୁଁ ଆପଣଙ୍କ ମାନଙ୍କର ମଧ୍ୟରେ କହୁଛି, ଆପଣ ଯଦି କହୁଛନ୍ତି ମୁଁ ଫେରାର, ଆପଣ ଆସି ଦେଖନ୍ତୁ, ଇଏ ପିଠରେ ବୁଲନ୍ତୁ। ଇଏ ପିଠରେ ତ କୌଣସି ପ୍ରକାର ସେ ପ୍ରକାର ଘର ଦ୍ୱାର କିଛି ନାହିଁ। 2 ବଖରା ମାତ୍ର ଘର, ଗୋଟିଏ ରୋଷେଇ ଘର, ଗୋଟିଏ ରହିବା ଘର। ଆପଣମାନେ ମଧ୍ୟ ତାର ଫଟୋ ଭିଜୁଆଲ ନେଇପାରିବେ। ଏବଂ ଏ ଜାଗାରେ କେବଳ ନାମ ସଂକୀର୍ତ୍ତନ, ଭାଗବତ ପାରାୟଣ, ମାଳିକା ପଠନ ଏବଂ କେବଳ ହରିନାମ ସଂକୀର୍ତ୍ତନ ଏବଂ ଏଠି ବହୁତ ଗୁଡ଼ିଏ ମନ୍ଦିର, ଓଷା ବାର ବ୍ରତ ପୂଜା ଛଡ଼ା ଏ ଜାଗାରେ କୌଣସି ପ୍ରକାର କାର୍ଯ୍ୟକ୍ରମ, କୌଣସି ପ୍ରକାର ଅନୈତିକ କାର୍ଯ୍ୟକ୍ରମ କରାଯାଏନି। ଯେଉଁ ବ୍ୟକ୍ତି ଜଣକ କହିଛନ୍ତି, ମୁଁ ଭଗବାନଙ୍କ ପାଖେ ପ୍ରାର୍ଥନା କରୁଛି ତାଙ୍କର ମଧ୍ୟ ମଙ୍ଗଳ ହେଉ। ସାଧୁ ତ କାହାର ଅମଙ୍ଗଳ ଆଶା କରେନି, ତାଙ୍କର ମଧ୍ୟ ଅମଙ୍ଗଳ ହେଉ, ସେ ମଧ୍ୟ ଉପରକୁ ଯାଆନ୍ତୁ। ଆମେ ଯଦି ସତ୍ୟରେ ଥିବୁ, ଭଗବାନ ତାର ପରିଚୟ ଆମକୁ ନିଶ୍ଚିତ ପ୍ରଦାନ କରିବେ। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTV କୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରନ୍ତୁ। LNTV, ସ୍ୱର ଆପଣଙ୍କର।